ମୁଁ ଓମପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଏମ୍ଆର୍ ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ପରୀକ୍ଷା ପାଇଁ ଆପଣଙ୍କର ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ପରୀକ୍ଷାର ପ୍ରିପାରେସନ୍‌ରେ ଆହୁରି ସୁବିଧା କରିବା ପାଇଁ ମୁଁ ଆଜିର ଭିଡିଓରେ କ'ଣ କରିବା, ଆମର ଡେଲି କ'ଣ କରିବା କରେଣ୍ଟ ଆଫେୟାର୍ ଡିସ୍କସନ୍ କରିବା। ଆପଣଙ୍କୁ 50ଟି 60ଟି ପେଜ୍‌ର କରେଣ୍ଟ ଆଫେୟାର୍ ମୁଁ କହିବିନି। ଆପଣ କିଛି ସିଲେକ୍ଟିଭ୍ ସବୁ କ୍ଷେତ୍ରରେ ନ୍ୟାସନାଲ୍ ନ୍ୟୁଜ୍ ହଉ, ସ୍ପୋର୍ଟସ୍ ହଉ, ଇନାଗୁରେସନ୍ ହଉ, ବୁକ୍ ହଉ, ସବୁଥିରୁ ଆମେ କ'ଣ କରିବା କିଛି ଇମ୍ପୋର୍ଟାଣ୍ଟ କ'ଣ କରିବା କରେଣ୍ଟ ଆଫେୟାର୍ ଡିସ୍କସନ୍ କରିବା। ପ୍ରତ୍ୟେକ ଦିନ ଆମେ ସନ୍ଧ୍ୟା 5ଟା ବେଳେ ଭିଡିଓ ଅପଲୋଡ୍ କରୁଛୁ। ତେଣୁ ଆପଣ ସବସ୍କ୍ରାଇବ୍ ବଟନ୍ ଦବେଇ ଦିଅନ୍ତୁ ଚ୍ୟାନେଲ୍‌ର ଆଉ ଭିଡିଓଟିକୁ ଲାଇକ୍ କରିଦିଅନ୍ତୁ, ଯାହାଫଳରେ କି ଆପଣଙ୍କ ପାଖରେ ଭିଡିଓଟି ପହଞ୍ଚି ପାରିବ। ତେଣୁ ଯିବା ଡିସ୍କସନ୍ କରିବା କରେଣ୍ଟ ଆଫେୟାର୍ ଟି। ଆପଣ ମନ ଦେଇ ଶୁଣନ୍ତୁ, ଯାହାଫଳରେ ଯଦି ଭିଡିଓଟି ଦେଖୁଛନ୍ତି ଖାଲି ଆପଣ କରେଣ୍ଟ ଆଫେୟାର୍ ଡେଲିରେ କ୍ଲିୟର ହେଇପାରିବେ। ତେଣୁ ଫାର୍ଷ୍ଟ ନ୍ୟୁଜ୍‌ଟି ଅଛି କ'ଣ ନ୍ୟାସନାଲ୍ ଆଉ ଇଣ୍ଟରନ୍ୟାସନାଲ୍ ଡେ ଉପରେ। ତେଣୁ 12 ସେପ୍ଟେମ୍ବର କ'ଣ କରାଯାଉଛି ନା ଇଣ୍ଟରନ୍ୟାସନାଲ୍ ଡେ ଫର୍ ସାଉଥ୍ କୋଅପରେସନ୍ ହେଲା। ସାଉଥ୍ କୋଅପରେସନ୍ ପାଇଁ ଆମର କ'ଣ ହେଇଛି ଏଇ ଯୋଉ 12 ସେପ୍ଟେମ୍ବରଟା ଆମେ କ'ଣ କରୁଛୁ ସେଲିବ୍ରେଟ୍ କରୁଛୁ। ତାପରେ ଏହାର ଥିମ୍‌ଟି କ'ଣ ରହିଛି and new opportunities and innovation through the South and triangular cooperation ହେଲା। ମନେ ରଖିଥିବେ 12 ସେପ୍ଟେମ୍ବର ଆମେ କ'ଣ କରୁଛୁ ନା ଇଣ୍ଟରନ୍ୟାସନାଲ୍ ଡେ ଫର୍ ସାଉଥ୍ କୋଅପରେସନ୍ ମନେ ରହିଲା। ନେକ୍ସଟ ଦେଖିବା କ'ଣ ଅଛି ନା ପର୍ସନାଲାଇଜେସନ୍ ଆନିଭର୍ସରିଜ୍ କିଛି ଅଛି ହେଲା, ଆମେ ଯୋଉ ସେଲିବ୍ରେଟ୍ କରୁଛୁ। ଆଜି କ'ଣ ଅଛି ନା ଆଚାର୍ଯ୍ୟ ବିନୋବା ଭାବେ ବର୍ଥଡେ ଆନିଭର୍ସରୀ ଆମେ କରୁଛୁ, ଯେଟା କି 11 ସେପ୍ଟେମ୍ବର 1895 ମସିହାରେ ହେଇଥିଲା। ଫାର୍ଷ୍ଟ ସେ କ'ଣ ଥିଲେ ଏଇ ଯୋଉ ଆମର ଆଚାର୍ଯ୍ୟ ବିନୋବା ଭାବେ ସେ କ'ଣ ଥିଲେ ଫାର୍ଷ୍ଟ ରମନ ମାଗ୍ସେସେ ଆୱାର୍ଡ ପାଇଥିଲେ କେତେ 1958 ମସିହାରେ। ଆଉ ଭାରତ ରତ୍ନ ଆୱାର୍ଡ କେତେ ପାଇଥିଲେ 1983 ମସିହାରେ। ଆଉ କ'ଣ ଫାଉଣ୍ଡେଡ୍ କ'ଣ ଭୁଦାନ ମୁଭମେଣ୍ଟ 1951 ସେ ଏତିକିରେ କ'ଣ ଥିଲା ଇମ୍ପୋର୍ଟାଣ୍ଟ ଅଛି। ଏଇ ଯୋଉ ଆଚାର୍ଯ୍ୟ ବିନୋବା ଭାବେ କ'ଣ ଏସବୁ ଆମର ରିଲେଟେଡ୍ ଥିଲେ ଏଇ ସବୁ ଡାଟା ସହିତ। ତାପରେ ଦିଆହେଇଛି ବୁକ୍ ଆଉ ଅଥରିଟି ଉପରେ ବୁକ୍ ଲେଖିଛନ୍ତି ଯେଉଁମାନେ ହୋଲ୍ଡ ଅନ୍ ସୁସାଇଡ୍ ଭେକେସନ୍ ଏଣ୍ଡ ଫାଷ୍ଟ ଏଡ୍ କିଟ୍ ହେଲା। ଏଟା କିଏ ଲେଖିଛନ୍ତି ଡକ୍ଟର କ'ଣ ପୂଜିଥା ଜୋସଲିଆ ହେଲା। ଏଇ ଯୋଉ ଲେଖିଛନ୍ତି ଆଉ ଗୋଟେ ବୁକ୍ ଅଛି କ'ଣ ଡିଫରେଣ୍ଟ ବଟ୍ नो ଲେସ୍ ହେଲା। ଏଟା କିଏ ଲେଖିଛନ୍ତି ଭାଇ ଅନୁପମା କ୍ଷୀର ହେଲା। ହିଜ୍ ଫୋର୍ଥ ବୁକ୍ ହେଲା। 4 ନମ୍ବର ବୁକ୍‌ଟା କ'ଣ ଲେଖିଛନ୍ତି ଡିଫରେଣ୍ଟ ବଟ୍ नो ଲେସ୍ ହେଲା। ଏ ଦିଟା ବୁକ୍ ଲେଖିଛନ୍ତି ମନେ ରଖିଦେବେ। ତାପରେ ନେକ୍ସଟ ନ୍ୟୁଜ୍ କ'ଣ ଅଛି ନା ଆମର ସାଇନ୍ସ ଆଉ ଟେକ୍ନୋଲୋଜି ଉପରେ। ଏମ୍ସ ଦିଲ୍ଲୀ ଲଞ୍ଚ ଦ ନେଭର ଏଲୋନ୍ ଗୋଟେ କ୍ୟାମ୍ପେନ୍ ସେମାନେ ଲଞ୍ଚ କରିଛନ୍ତି କ'ଣ ନେଭର ଏଲୋନ୍ ଏଆଇ ଡ୍ରାଭେନ୍ ମେଣ୍ଟାଲ ହେଲ୍ଥ ଆପ୍ ଫର୍ ଷ୍ଟୁଡେଣ୍ଟ। ଯେମାନଙ୍କର ଷ୍ଟୁଡେଣ୍ଟ ମାନେ କ'ଣ ମେଣ୍ଟାଲ ହେଲ୍ଥରେ ଡିପ୍ରେସନରେ ରହୁଛନ୍ତି, ସେଥିପାଇଁ କ'ଣ ନେଭର ଏଲୋନ୍ ଗୋଟେ କ'ଣ କରିଛନ୍ତି ଆମର ଏଆଇ ଡ୍ରାଭେନ୍ ଗୋଟେ ଲଞ୍ଚ କରିଛନ୍ତି, ଯାହାଫଳରେ କି ସେମାନଙ୍କ ମେଣ୍ଟାଲ ହେଲ୍ଥଟା କ'ଣ ଆଉ ଭଲ ହେଇପାରିବ। ତାପରେ ନାସାର ଗୋଟେ ନ୍ୟୁଜ୍‌ଟି ରହିଛି NASA's Perseverance rover found the strongest hints of ancient life in Neritpa Hills ଜେଜୁରା କ୍ରିଏଟ୍ ହେଲା। ଏଇ ଯୋଉ ଜାଗାରେ କ'ଣ ହେଇଛନ୍ତି ସେମାନେ ଷ୍ଟ୍ରଙ୍ଗେଷ୍ଟ ଗୋଟେ ହିଣ୍ଟସ୍ ପାଇଛନ୍ତି ଏମିତି, ଯାହାଦ୍ୱାରା କ'ଣ ଏନସିଏଣ୍ଟ ଲାଇଫ୍ ଥିଲା ବୋଲି ଆପଣ ସେ ନାସା ବାଲା ପାଇଛନ୍ତି। ଦେଖିବା ନେକ୍ସଟ ଅଛି ଇସ୍ରୋ ଉପରେ ଗୋଟେ ନ୍ୟୁଜ୍‌ଟି। ଇସ୍ରୋ ସାଇନ୍ଡ 100th ଟେକ୍ନୋଲୋଜି ଟ୍ରାନ୍ସଫର ୱିଥ୍ ଦ HAL ହେଲା। କ'ଣ ପାଇଁ ସ୍ମଲ୍ ସାଟେଲାଇଟ୍ ଲଞ୍ଚ ଭେହିକଲ୍ ଯେଟାକି SSLV ପ୍ରଡକ୍ସନ ପାଇଁ କାହା ସହିତ HAL ସହିତ କ'ଣ ଇସ୍ରୋ ସାଇନ୍ କରିଛି ଆଉ 100th ତମ ଟେକ୍ନୋଲୋଜି ଟ୍ରାନ୍ସଫର ପାଇଁ। ମନେ ରଖିଥିବେ ଏଇଟା ଦିଟା ଥିଲା ଆମର ସାଇନ୍ସ ଟେକ୍ନୋଲୋଜି ଉପରେ। ତାପରେ ଅଛି କ'ଣ କନଫରେନ୍ସ ଏଣ୍ଡ ଦ ଇନିସିଏଟିଭ୍ ଉପରେ କିଛି ଅଛି। ଇଣ୍ଟରନ୍ୟାସନାଲ କନଫରେନ୍ସ ଅନ୍ ଇଣ୍ଡିଆ ମେନସ୍କ୍ରିପ୍ଟସ୍ ନ୍ୟୁ ଦିଲ୍ଲୀ କେତେ 11 ରୁ 13 ସେପ୍ଟେମ୍ବର ପର୍ଯ୍ୟନ୍ତ ଏଇଟା ଚାଲିଛି। ଇଣ୍ଟରନ୍ୟାସନାଲ କୋଅପରେସନ କନଫରେନ୍ସ ଅନ୍ ଇଣ୍ଡିଆ ମେନସ୍କ୍ରିପ୍ସନ୍ ହେଲା। ତାପରେ ମିନିଷ୍ଟ୍ରି ଅଫ୍ ଟ୍ରାଇବାଲ୍ସ ଆଫେୟାର୍ସ କ'ଣ ଗୋଟେ ଲଞ୍ଚ କରିଛନ୍ତି କ'ଣ ଆଦି ସଂସ୍କୃତି ଡିଜିଟାଲ ପ୍ଲାଟଫର୍ମ ଫର ଟ୍ରାଇବାଲ ହେଲା। ଏଇ ଯୋଉ ଟ୍ରାଇବାଲ ମାନଙ୍କ ପାଇଁ କ'ଣ ଆଦି ସଂସ୍କୃତି ଡିଜିଟାଲ ପ୍ଲାଟଫର୍ମଟା ଲଞ୍ଚ କରିଛି କି ମିନିଷ୍ଟ୍ରି ଟ୍ରାଇବାଲ ଆଫେୟାର୍ସ ତରଫରୁ ଲଞ୍ଚ ହେଇଛି। ତାପରେ ନେକ୍ସଟ ଅଛି କ'ଣ ନା ସେନ୍ସେକ୍ସ କ'ଣ 2027 ଟୁ ଇଣ୍ଟ୍ରୋଡ୍ୟୁସ ଦ ଜିଓ ଟ୍ୟାଗିଂ ଅଫ୍ ଅଲ୍ ବିଲ୍ଡିଂସ୍ ଫାର୍ଷ୍ଟ ଟାଇମ୍ ଇନ୍ ଇଣ୍ଡିଆ ହେଲା। ଯୋଉ ସେନ୍ସେକ୍ସ 2027 ରେ କ'ଣ ଅଛି ଇଣ୍ଟ୍ରୋଡ୍ୟୁସ କରେ ଜିଓ ଟ୍ୟାଗିଂ ଅଫ୍ ଅଲ୍ ବିଲ୍ଡିଂସ୍ ହେଲା। ବିଲ୍ଡିଂସ୍‌କୁ ବି ଆମର ଜିଓ ଟ୍ୟାଗ ଦିଆଯିବ। 2027 ପର୍ଯ୍ୟନ୍ତ ଆମର ଏଇ ଯୋଉ ସେନ୍ସସଟା ରହିଛି ଏଟା କି ପ୍ରଥମ ଥର ପାଇଁ ଇଣ୍ଡିଆରେ ହଉଛି। ତାପରେ ନେକ୍ସଟ ଅଛି କ'ଣ ESIC ଲଞ୍ଚ ଦ SPREE 2025 and amnesty scheme 2025 to expand the social security coverage ହେଲା। ଦିଟା ଆମର ଲଞ୍ଚ ହେଇଛି ଦେଖିଦେବେ। ତାପରେ ହେଉଛି ଫେଷ୍ଟିଭାଲ ଆଉ କଲଚର ଉପରେ କ'ଣ ଅଛି ଲଙ୍ଖଂ ପୂଜା ହେଲା। ଲଙ୍ଖଂ ପୂଜା ଗୋଟେ କ'ଣ ଟ୍ରାଡିସନାଲ ସୋସିଓ ରିଲିଜିୟନ୍ସ ଫେଷ୍ଟିଭାଲ ଅଫ ତିୱା ଟ୍ରାଇବ ହେଲା, ଯିଏ କି ଆସାମରେ ରୁହନ୍ତି ତିୱା ଟ୍ରାଇବ ହେଲା। ସେ କ'ଣ କରୁଛନ୍ତି ଏଇ ଯୋଉ ଲଙ୍ଖଂ ପୂଜା ଗୋଟେ କରୁଛନ୍ତି, ତାଙ୍କର ଟ୍ରାଡିସନାଲ ସୋସିଓ ରିଲିଜିୟସ୍ ଫେଷ୍ଟିଭାଲ ଏଟା ଫର ଗୁଡ ରବି ହାର୍ଭେଷ୍ଟ। ଏଇ ଯୋଉ ହାର୍ଭେଷ୍ଟିଂ ପାଇଁ ସାଧାରଣତଃ ଏଇ କ'ଣ ପୂଜାଟା କରାହେଇଥାଏ। ଆମେ ଓଡ଼ିଶାରେ ଅକ୍ଷୟ ତୃତୀୟା ଯେଉଁ କରାଯାଏ ସେଭଳି କରିବି ଫେଷ୍ଟିଭାଲଟା ଏଇଟା। ତାପରେ ନେକ୍ସଟ ଅଛି ଇଣ୍ଡିଆ ଇଣ୍ଟରନ୍ୟାସନାଲ ରିଲେସନ ସହିତ ଧର୍ମେନ୍ଦ୍ର ପ୍ରଧାନ ଇନାଗୁରେଟେଡ୍ ଫାର୍ଷ୍ଟ ଓଭରସିଜ୍ ଅଟଳ ଇନୋଭେସନ ସେଣ୍ଟର ଏଟ୍ IIT ଦିଲ୍ଲୀ ଆବୁଧାବି ହେଲା।
କାହା ଦ୍ୱାରା ହେଇଛି ନା ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା କ'ଣ ହେଇଛି ଫାଷ୍ଟ ଓଭରସିଜ୍ ଅଟଲ ଇନୋଭେସନ ସେଣ୍ଟର ଏଟ୍ ଆଇଆଇଟି ଦିଲ୍ଲୀ ଆଉ ଆବୁଧାବିରେ କ'ଣ ଏଇଟା ଇନୋଗ୍ରେଟ୍ ହେଇଛନ୍ତି। ତାପରେ ହେଉଛି ଇଣ୍ଡିଆ ଲଞ୍ଚଡ SAJEX 2025 ଇନ୍ ଯୋଦ୍ଧା যেটা କି ଜୁଏଲାରୀ ଏକ୍ସପୋଜିସନ ୱିଥ୍ ଦ ସାଉଦି ଆରବ ହେଲା। ଆମର ଏଇଟା ଲଞ୍ଚ ହେଇଛି, ଇଣ୍ଡିଆ ଲଞ୍ଚ କରିଛି ହେଲା। ତାପରେ ନେକ୍ସଟ ଦେଖିବା ନ୍ୟୁଜ୍ କ'ଣ ଅଛି ଆମର ଇଣ୍ଡିଆନ୍ ନେଭି ତରଫରୁ ଇଣ୍ଡିଆନ୍ ନେଭି ସିପ୍ସ ଭିଜିଟେଡ୍ ରିୟୁନିୟନ ଆଇଲ୍ୟାଣ୍ଡ ଏଣ୍ଡ ମେରିଟିୟସ୍ ଏଜ୍ ପାର୍ଟ ଅଫ୍ ଟ୍ରେନିଂ ଡେଭଲପମେଣ୍ଟ ହେଲା। ଡେଭଲପମେଣ୍ଟ ପାଇଁ ଇଣ୍ଡିଆନ୍ ନେଭି କ'ଣ ହେଇଛି ରିୟୁନିୟନ ହେଇଛି ଆଇଲ୍ୟାଣ୍ଡ ସହିତ ହେଲା। ତାପରେ ଇକୋନୋମି ଆଉ ବିଜନେସ୍ ଉପରେ କିଛି ନ୍ୟୁଜ୍ ଅଛି। ଲେରି ଇଲସନ୍ ଯେଉଁଟାକି ଅରାକିଲ୍ କୋ ଫାଉଣ୍ଡର, ଆମର ଯେଉଁ ଅରାକିଲ୍ ଆପ୍ ରହିଛି ତାର କ'ଣ ଅରାକିଲ୍ ଆପ୍ ନୁହେଁ, ଏଇଟା ଅରାକିଲ୍ ଯେଉଁ ଲାଙ୍ଗୁଏଜଟି ଅଛି ତା ଭିତରେ କ'ଣ ଯେଉଁ ଫାଉଣ୍ଡର କୋ ଫାଉଣ୍ଡର ଅଛନ୍ତି ସରପାଷ୍ଟ ଏଲନ୍ ମସ୍କ ୱାଜ୍ ୱାର୍ଲଡ ରିଚେଷ୍ଟ ହେଲା। ଏଇ ଯେଉଁ ମନେ ରଖିଥିବେ ଇମ୍ପୋର୍ଟାଣ୍ଟ ଅଛି ଏଲନ୍ ମସ୍କକୁ ସିଏ କ'ଣ କରିଛନ୍ତି ଓଭରକମ୍ କରିଯାଇଛନ୍ତି କିଏ ଲେରି ଏଲସନ୍ ହେଲା। ୱାର୍ଲଡର ତାଙ୍କର ନେଟୱାର୍ଥ କେତେ ଅଛି $493 ବିଲିୟନ ହେଲା $1 ମନେ ରଖିଥିବେ ଏ ଯେଉଁ କିଏ ଲେରି ଏଲସନ୍। ତାପରେ ପଲିଟି ଆଉ ଗଭର୍ନେନ୍ସ ଉପରେ କିଛି ନ୍ୟୁଜ୍ ଅଛି। ନରୱେ ପିଏମ୍ ଜନସ୍ ଘର ଷ୍ଟୋର ଓନ୍ ଲେଜିସ୍ଲେଟିଭ ଇଲେକ୍ସନ ହେଲା। ସେ ଜିତି ଯାଇଛନ୍ତି ନରୱେର ପିଏମ୍ ଯିଏକି ଜନ୍ସ ଘେର ହେଲା। କରେନ୍ସି ଆପଣ ଦେଖିଥିବେ ଏଠି ଆମର କ'ଣ ଅଛି ଯେଉଁ ନରୱେର କରେନ୍ସିଟା ନା କ୍ରୋନ୍ KRONE ହେଲା। କ୍ୟାପିଟାଲ କ'ଣ ଏଇ ଯେଉଁ ଆମର ନରୱେର ନା ଓସ୍ଲୋ ହେଲା OSLO ଓସ୍ଲୋ କୋଉଠାରେ ନରୱେର ମନେ ରଖିଥିବେ। ତାପରେ ହେଲ୍ଥ ଉପରେ କିଛି ଅଛି। ମେଲୋଡିୟସ୍ କେସ୍ ରିପୋର୍ଟେଡ୍ ଇନ୍ ଆନ୍ଧ୍ରପ୍ରଦେଶ ବ୍ୟାକ୍ଟେରିୟମ୍ କ'ଣ ନୂଆ ମାନେ କ'ଣ ବ୍ୟାକ୍ଟେରିଆ ଦେଖାଯାଇଛି ଯେଠିକି ଆମର ଡିଜିଜ୍ ହେଉଛି ହେଲା। ବ୍ୟାକ୍ଟେରିଆ ନାଁ କ'ଣ ବୁର୍ଖାଲୋ ଦେରିଆ ସ୍ୟୁଡୋମାଲି ହେଲା। ହାଇ ଫର୍ଟିଲିଟି ରେଟ୍ ମାନେ ସେମାନେ ଶୀଘ୍ର ଶୀଘ୍ର ଫର୍ଟିଲିଟି ମାନେ ଯେଉଁ କରୁଛନ୍ତି ତାଙ୍କ ବଂଶବୃଦ୍ଧି 16ରୁ 50%। ନୋ ଭ୍ୟାକ୍ସିନ୍ ଆଭେଲେବୁଲ୍, କିନ୍ତୁ ଆମର ଭ୍ୟାକ୍ସିନ୍ ଏପର୍ଯ୍ୟନ୍ତ ହେଇନାହିଁ। ଏଇ ଯେଉଁ ମେଲୋଡିୟସ୍ କେସ୍ ଆମର ବାହାରିଛି ହେଲା କୋଉଠି ଆନ୍ଧ୍ରପ୍ରଦେଶରେ ହେଲା। ତେଣୁ ଆମର ଦେଖିବା ଡିଫେନ୍ସ ଆଉ ସିକ୍ୟୁରିଟି ଉପରେ କିଛି। ରାଜନାଥ ସିଂ ଫ୍ଲାଗ୍ ଅଫ୍ ଦ ସମୁଦ୍ର ପ୍ରଦକ୍ଷିଣ ୱାର୍ଲଡ ଫାଷ୍ଟ ଟ୍ରି ସର୍ଭିସ ଅଲ୍ ଓମେନ୍ ସରକୁମ୍ ନେଭିଗେସନ ସିଲିଂ ଏକ୍ସପେଣ୍ଡିସନ ହେଲା। ଏ ଯେଉଁ ପ୍ରଥମ ଥର ପାଇଁ ତାଙ୍କର ଏଇ ଯେଉଁ ଆମର କ'ଣ ହେଇଛି ନା ସମୁଦ୍ର ପ୍ରଦକ୍ଷିଣରେ ୱାର୍ଲଡ ଫାଷ୍ଟ ଟ୍ରାଇ ସର୍ଭିସ ହେଲା କେବଳ ଓମେନ୍ ହିଁ ସେଥିରେ ଅଛନ୍ତି ହେଲା। ନ୍ୟୁଜରେ ସେଥିପାଇଁ ଅଛି ରାଜନାଥ ସିଂଙ୍କ ଦ୍ୱାରା କ'ଣ ହେଇଛି ଫ୍ଲାଗ୍ ହେଇଛି। ତାପରେ ସେଥିରେ କେତେ ଜଣ ଅଛନ୍ତି ନା 10 ଓମେନ୍ ଅଫିସର ସେଲିଂ ଅନ୍ IASV ତ୍ରିବେଣୀ 26,000 ନଟିକାଲ ମାଇଲ୍ସ ଇନ୍ 9 ମନ୍ଥ ହେଲା। ଏ ଯେଉଁ ଟୋଟାଲ ଆମର 26,000 ନଟିକାଲ ମାଇଲ୍ସ ଆମର କ'ଣ କରିବ ଟ୍ରାଭେଲ କରିବ କେତେ ମାସରେ 9 ମାସରେ। ତାଙ୍କର କ'ଣ ହେଇଛି ନା କେବଳ 10 ଜଣ ହିଁ ଓମେନ୍, କେହି ବି ଆମର ମେନ୍ ନାହାନ୍ତି, ସେଥିପାଇଁ ଏଟା ନ୍ୟୁଜରେ ଏବେ ରହିଛି। କାହା ଦ୍ୱାରା ଇନୋଗ୍ରେଟ୍ ହେଇଛି ଆମର ଡିଫେନ୍ସ ମିନିଷ୍ଟର କିଏ ରାଜନାଥ ସିଂ ମନେ ରହିବ। ତାପରେ ଦେଖିବା ନେକ୍ସଟ କ'ଣ ଅଛି ନ୍ୟୁଜଟା ଆମର ସ୍ପୋର୍ଟସ ଉପରେ। ICC ଲଞ୍ଚ ୱିଲ୍ ଟୁ ୱିନ୍ କ୍ୟାମ୍ପେନ୍ ଫର ICC ଓମେନ୍ ୱାର୍ଲଡ କପ୍ ହେଲା। କ୍ୟାମ୍ପେନଟା କ'ଣ ୱିଲ୍ ୱିନ୍ କ୍ୟାମ୍ପେନ୍ କ'ଣ ପାଇଁ ନା ICC ଓମେନ୍ସ ୱାର୍ଲଡ କପ୍ ପାଇଁ। ଅଭିମନ୍ୟୁ ମିଶ୍ର ଯେତିକି 16 ଇୟର୍ସ ୟୁଏସରେ ୟଙ୍ଗେଷ୍ଟ ଟୁ ଡିଫେଣ୍ଡିଂ ୱାର୍ଲଡ ଚେସ୍ ଚାମ୍ପିଅନସିପ୍ କିଏ ଆମର ଗୋକେଶ ଯିଏ ଅଛନ୍ତି FIDE ଗ୍ରାଣ୍ଡ ସୁଇସ୍ ଉଜବେକିସ୍ତାନର ହେଲା। ତାଙ୍କୁ କ'ଣ କରିଛନ୍ତି ଡିଫିଟ୍ କରିଛନ୍ତି ହେଲା। ତେଣୁ ଟୋଟାଲି ଆମର ଏତିକି ଥିଲା କ'ଣ କରେଣ୍ଟ ଆଫେୟାରଟି ଆମର 12 ସେପ୍ଟେମ୍ବରରେ। ଯଦି ଆପଣଙ୍କୁ ଡେଲି ଏମିତି କରେଣ୍ଟ ଆଫେୟାର ଇମ୍ପୋର୍ଟାଣ୍ଟ ଯେଉଁଗୁଡ଼ାକ ପରୀକ୍ଷାରେ ପଡ଼ିବା ଉପଯୋଗୀ କରେଣ୍ଟ ଆଫେୟାର ଯଦି ଆପଣ ଦରକାର ଅଛି ତ ଆପଣ ଭିଡ଼ିଓଟିକୁ ଖାଲି କ'ଣ କରିବେ ନା ଲାଇକ୍ କରିଦେବେ ହେଲା। ଲାଇକ୍ କରିଦେବେ ଆଉ ପାଖରେ ଯେଉଁ ସବସ୍କ୍ରାଇବ୍ ବଟନଟି ଅଛି ସବସ୍କ୍ରାଇବ୍ କରିଦେବେ, ଯାହାଫଳରେ କି ଭିଡ଼ିଓଟା ଆପଣଙ୍କ ପାଖରେ ପହଞ୍ଚିବା ପାଖରେ ଥିବା ବେଲ୍ ଆଇକନକୁ ଦେବା ପାଇଁ ଭୁଲିବେନି। ଭିଡ଼ିଓ ଅପଲୋଡ଼ ହେବା ମାତ୍ରେ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଡେଲି ଆମେ ସନ୍ଧ୍ୟା 5ଟା ସମୟରେ ଏଇ କରେଣ୍ଟ ଆଫେୟାର ଭିଡ଼ିଓଟି ଅପଲୋଡ଼ କରୁଛୁ। ତେଣୁ ଆପଣ ଖାଲି ଭିଡ଼ିଓଟି ଦେଖିବି ଆପଣ ଭଲ ମାର୍କ ରଖିପାରିବେ। ତେଣୁ ଆଜି ପାଇଁ ଏତିକି ରହୁଛି। ନୂଆ ଗୋଟେ ଭିଡ଼ିଓ ଆପଣଙ୍କୁ ଦେଖାହବ, ସେଥିପର୍ଯ୍ୟନ୍ତ ରହୁଛି ଧନ୍ୟବାଦ।